ବାଲେଶ୍ୱର ଫକୀରମୋହନ ବିଶ୍ୱବିଦ୍ୟାଳୟ ପରିସରରେ ଥିବା ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି ସିଭିଲ୍ ସୋସାଇଟି ମେମ୍ବରମାନଙ୍କର ଏକ କାର୍ଯ୍ୟକ୍ରମ। ଏଥିରେ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରୁ ପାଖାପାଖି 40ରୁ ଉର୍ଦ୍ଧ୍ୱ ବରିଷ୍ଠ ବ୍ୟକ୍ତି ଯୋଗଦେଇ ବିଶ୍ୱବିଦ୍ୟାଳୟର ଉନ୍ନତିକଳ୍ପେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ। ଏହି ସଭା ବିଶ୍ୱବିଦ୍ୟାଳୟର କୁଳପତି ଡକ୍ଟର ସନ୍ତୋଷ କୁମାର ତ୍ରିପାଠୀଙ୍କର ପୌରୋହିତ୍ୟରେ ପରିଚାଳିତ ହୋଇଥିଲା। ପ୍ରଥମେ ସିଭିଲ୍ ସୋସାଇଟିର ବ୍ୟକ୍ତିମାନେ ଫକୀରମୋହନ ସେନାପତି ଓ ଡକ୍ଟର ରବୀନ୍ଦ୍ର ମୋହନ ଦାସଙ୍କ ଫଟୋରେ ପୁଷ୍ପ ଅର୍ପଣ କରିବା ପରେ ଆଲୋଚନା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ସଭାର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ ସଂଯୋଜକ ପ୍ରଫେସର ସୂର୍ଯ୍ୟେନ୍ଦୁ କୁମାର ଦେ। ଶ୍ରୀଯୁକ୍ତ ତ୍ରିପାଠୀ କହିଲେ ଯେ ଫକୀରମୋହନ ବିଶ୍ୱବିଦ୍ୟାଳୟ ବନାରସ ବିଶ୍ୱବିଦ୍ୟାଳୟ ପରେ ହେଉଛି ଦ୍ୱିତୀୟ ବିଶ୍ୱବିଦ୍ୟାଳୟ ଯାହା ଲୋକମାନଙ୍କର ବିଶ୍ୱବିଦ୍ୟାଳୟ। ଏହି ବିଶ୍ୱବିଦ୍ୟାଳୟର ଉନ୍ନତି ପାଇଁ 9 ପ୍ରକାର ବ୍ୟକ୍ତିଙ୍କ ସହ ଆଲୋଚନା ସରିଛି। ଆଗକୁ ଏହି ବିଶ୍ୱବିଦ୍ୟାଳୟ ଯେମିତି ସମଗ୍ର ଭାରତବର୍ଷରେ 1 ନମ୍ବର ବିଶ୍ୱବିଦ୍ୟାଳୟରେ ପରିଣତ ହେବ ସେଥିପାଇଁ ପ୍ରୟାସ ଚାଲିଛି। ଏହି ଅବସରରେ 7ଟି ମିଶନ ପ୍ରୋଜେକ୍ଟ ଉପରେ ଆଲୋଚନା କରାଯାଇଥିଲା। ଶେଷରେ ରେଜିଷ୍ଟ୍ରାର କୁକୁମିନା ଦାସ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ।